ଅଛି। ଏଇ 6ଟି ବିଷୟ ଆମେ କରିବା ପ୍ରଭୁ ବହୁତ ଆଶୀର୍ବାଦ କରିବେ, କାରଣ ମୁଁ ମୋ ଲାଇଫରେ ଏଇଟା ଅନୁଭବ କରିଛି, ସେଥିପାଇଁ ଏଇଟା ମୁଁ ଆଜି କହିବାକୁ ଇଚ୍ଛା କଲି। ଆଉ ବେଶୀ ପଦପର୍ବ ମୁଁ କହିବି ନାହିଁ, କିନ୍ତୁ ଏଇ 6ଟି ପଏଣ୍ଟକୁ ମନେ ରଖିବା ପାଇଁ ମୁଁ ସମସ୍ତଙ୍କୁ ମୋର ଅନୁରୋଧ। ଆଉ ଆପଣମାନଙ୍କ ଜୀବନ ମଧ୍ୟ ଏଇ 6ଟି ପଏଣ୍ଟ ଦ୍ୱାରା ଆପଣମାନେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବେ। ଆଜିର ବାକ୍ୟର ଶୀର୍ଷକ ହେଉଛି ପାଳକ ମାନଙ୍କ ପ୍ରତି ଆମମାନଙ୍କର କର୍ତ୍ତବ୍ୟ। ମଣ୍ଡଳୀରେ ଥିବା ପାଳକ ବା ପ୍ରଭୁଙ୍କ ଲୋକମାନଙ୍କ ପ୍ରତି ଆମମାନଙ୍କର କର୍ତ୍ତବ୍ୟ କ'ଣ ଅଛି, ସେ ବିଷୟରେ ଆମମାନେ ଆଲୋଚନା କରିବା। ସମୟ ଅନେକ ସମୟରେ ଆମମାନେ କ'ଣ କରିଥାଉ ନା ମଣ୍ଡଳୀ ମାନଙ୍କରେ ପାଳକ ରଖିଥାଉ, ବା ଆମମାନଙ୍କ ଅଞ୍ଚଳରେ ଯେଉଁମାନେ ପ୍ରଚାରକ ମାନେ ମଧ୍ୟ ଅନେକ ସ୍ଥାନରେ ଥାଆନ୍ତି, ଆଉ ସେମାନଙ୍କ ପ୍ରତି ଆମମାନଙ୍କର ଦୃଷ୍ଟି ନଥାଏ। ପାଳକ ତ ଅଛନ୍ତି, ତାଙ୍କର କେମିତି କ'ଣ କରିଥାଏ କ'ଣ ନାହିଁ କି। ଆଉ ମୁଁ ବିଶ୍ୱାସ କରି ଆପଣମାନେ ଚିନ୍ତା କରୁଥିବେ, କିନ୍ତୁ ଅନେକ ଜାଗାରେ ମୁଁ ଦେଖିଛି ପାଳକ ମାନଙ୍କ ପ୍ରତି କାହାର ଚିନ୍ତା। ମଶାପତି କ'ଣ ଗୋଟେ ଆସୁଛି କଥା କଲା, ଆଉ ପାଳକ ମାନଙ୍କ ପ୍ରତି ଅନେକ ସମୟରେ କ'ଣ ହୁଏ ନା ସେମାନଙ୍କର ଚିନ୍ତା ନଥାଏ। ଆଉ ପାଳକ ମାନେ କ'ଣ ଖାଉଛନ୍ତି, କେମିତି ରହୁଛନ୍ତି, କ'ଣ କରୁଛନ୍ତି, ମଣ୍ଡଳୀରେ କେବଳ ରଖି ଦେଇଥାନ୍ତି, କିନ୍ତୁ ଅନେକ ସମୟରେ ସେମାନଙ୍କ କଥା କିଏ ବୁଝିନଥାନ୍ତି। ପ୍ରଚାରକ ମାନେ ମଧ୍ୟ ଅନେକ ସ୍ଥାନ ମାନଙ୍କରେ ରହିଥାନ୍ତି, ସେମାନଙ୍କ କଥା ମଧ୍ୟ ବୁଝିନଥାନ୍ତି। ପ୍ରଭୁ ମୁଁ ଆଜି ଏଇ କଥା କହିବାକୁ ଚାହାନ୍ତି, ପ୍ରଭୁ ଆମମାନଙ୍କର କର୍ତ୍ତବ୍ୟ, ଆମମାନଙ୍କର ଦାୟିତ୍ୱ କ'ଣ ଅଛି, ସେ ବିଷୟରେ ଆମମାନେ ଅଳ୍ପ ସମୟ ଚିନ୍ତା କରିବା। ପ୍ରଥମେ ଆମେ ଦେଖିବା ପାଳକଙ୍କୁ ଆମମାନେ ସମ୍ମାନ ଦେବାର ଅଛି। ଅନେକ ସମୟରେ ଆମର ଅନେକ ମଣ୍ଡଳୀ ମାନଙ୍କୁ ମୁଁ ଦେଖିଛି ପାଳକ ମାନଙ୍କୁ ସମ୍ମାନ ଦିଆଯାଏ ନାହିଁ। ପାଳକ ମାନେ ମୋର ମନେ ଅଛି, ମୁଁ ଯେତେବେଳେ ଛୋଟ ଥିଲି, କାଲି କହୁଥିଲି, ଆମେ ଯଦି ବସିଥାଉ ଆଉ ସେଠି ଛିଡ଼ା ହେଇ ଯାଇଥାଉ ଆଉ ତାଙ୍କୁ ରେସ୍ପେକ୍ଟ ଜଣେଇଥାଉ, ସେଟା ଛିଡ଼ା ହେଇଯିବା ଅର୍ଥାତ୍ ସେଟା ଗୋଟେ ରେସ୍ପେକ୍ଟ। ଏଇ ଦିନମାନଙ୍କୁ ଦେଖିବେ ପାଳକ ମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ ଅନେକ ଲୋକମାନେ। ପାଳକ ସେପଟେ ଯାଉଥିବେ, ସେମାନେ ସେଠି କୋଉ ଭାଷା କଥା ହଉଥିବେ, ପାଳକ ଘର ପାଖରେ ମଧ୍ୟ ଝଗଡ଼ା ହଉଥିବ, ପାଳକ ମାନଙ୍କ ଘର ପାଖରେ କୋଉ ଭାଷା କଥା ହଉଥିବେ, ପାଳକ ଦେଖିଲେ ତ ଛାଡ଼, ସେ ତ ଅଲଗା କଥା। କିନ୍ତୁ ପ୍ରଭୁ ଆଜି କଥା କହନ୍ତି, ଆମେ ଯଦି ପାଳକଙ୍କୁ ସମ୍ମାନ ଦେବା ଆମ ପ୍ରିୟମାନେ, ଆଉ ପଦପର୍ବ ପଢୁନି, ଆପଣ ଦେଖିବେ ତାର ପ୍ରେରିତ ତାର 28 ପର୍ବ 10 ପଦରେ ଲେଖାଯାଏ ସୁନ୍ଦର ଭାବେ ପଢିବେ ପରେ। ଆଉ ଆମେ ଅନେକ ସମୟରେ ସମ୍ମାନ ଦେଉଛୁ, କିନ୍ତୁ ପାଳକ ମାନଙ୍କ ମାନଙ୍କରେ ସମ୍ମାନ ଦେବାର ଅଛି। ଅନେକ ସ୍ଥାନ ମାନଙ୍କରେ ଏଇଟା ଦିଆଯାଏ ନାହିଁ, ମୁଁ ଦେଖିଛି ବହୁତ ସ୍ଥାନରେ, ସେଥିପାଇଁ ଏଇଟା ମୁଁ ଟିପିକି ରଖିଛି ସବୁ କ'ଣ କହିବା। ବହୁତ ଜାଗା ଦେଖିଛି ମୁଁ ପାଳକ ମାନଙ୍କୁ ସମ୍ମାନ, ପାଳକ କିଛି କଥା କୁହନ୍ତି ଆଉ ସେମାନଙ୍କ କଥାକୁ ସମ୍ମାନ ଦିଆଯାଏ ନାହିଁ। ଆମେ ମନ ଇଚ୍ଛା ଆମେ କାମ କରିଥାଉ। ମଣ୍ଡଳୀର ପାଳକଙ୍କୁ ଆମ ପିଲାମାନେ ସମ୍ମାନ ଦିଅନ୍ତି ନାହିଁ, କି ବଡ଼ମାନେ ମଧ୍ୟ ସମ୍ମାନ ଦିଅନ୍ତି। ବହୁତ ସାରା ଦେଖିଛି, ସମସ୍ତେ ନୁହଁ, ଅନେକ କେତେ ଜଣ ଅଛନ୍ତି ସେମାନେ ପାଳକଙ୍କୁ ସମ୍ମାନ ଦିଅନ୍ତି ନାହିଁ। କିନ୍ତୁ ପ୍ରଭୁ ଆଜି କଥା କହୁଛନ୍ତି, ଆମମାନଙ୍କର କର୍ତ୍ତବ୍ୟ ହେଉଛି, ପ୍ରଥମ କର୍ତ୍ତବ୍ୟ ଗୋଟେ ଖ୍ରୀଷ୍ଟୀୟ ପରିବାରର, ଗୋଟେ ଖ୍ରୀଷ୍ଟୀୟ ଜୀବନର ପ୍ରଥମ କର୍ତ୍ତବ୍ୟ ହେଉଛି ଆମମାନେ ପାଳକଙ୍କୁ ସମ୍ମାନ ଦେବା। ଯଦ୍ୱାରା ଆପଣଙ୍କ ପରିବାର ଦେଖିବ, ଆପଣ ନିଜେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବେ। ଅନେକ ସମୟ ଏଇଟା ମୋ ନିଜ ଜୀବନରେ ମୁଁ ଅନୁଭବ କରିଛି। ଆଉ ଦ୍ୱିତୀୟ ଦେଖିବା, ପାଳକଙ୍କୁ ଆମମାନେ ପ୍ରଶଂସା, ତାଙ୍କର କଥା, ତାଙ୍କର ବାର୍ତ୍ତାରେ ଆମମାନଙ୍କୁ ପ୍ରଶଂସା କରିବାର ଅଛି। ଏଇଟା ସୁନ୍ଦର ଲେଖାଯାଏ ଗାଲାତୀୟ ତାର 4 ପର୍ବ 14 ପଦରେ କଥା ଲେଖାଯାଏ, ପାଳକଙ୍କୁ ପ୍ରଶଂସା କରନ୍ତୁ ଲେଖାଯାଏ। ଆମମାନେ ଅନେକ ସମୟରେ ପାଳକଙ୍କର କୌଣସି ପ୍ରଶଂସା କରିନଥାଉ। ଯଦି କୋଉ ଦିନ ବିଳମ୍ବ ଟିକେ ହେଇଗଲା, ଉପାସନା କ'ଣ ହେଇଗଲା, ସାଙ୍ଗେ ସାଙ୍ଗେ ଆସିକି ଆଉ ତାଙ୍କ ଭିତରେ ସମାଲୋଚନା ହେଇଥାଏ। ଯଦି କିଛି କ'ଣ ଆଜି ପାଳକ କହିଦେଲେ ଆଉ ଯଦି କିଛି କଥା, ତାର ସାଙ୍ଗେ ସାଙ୍ଗେ ଗୋଟେ ମଣ୍ଡଳୀରେ ମଧ୍ୟ ଏପରି ଘଟଣା ଘଟିଥିଲା, ରିସେଣ୍ଟ ଘଟିଛି। କହୁନି ସେ ମଣ୍ଡଳୀର ନା, ଆଉ ପାଳକ ତାଙ୍କ ସତ୍ୟ କଥା ଯଦି କହିଲେ, ତାହେଲେ ସାଙ୍ଗେ ସାଙ୍ଗେ ତାଙ୍କର ତର୍କ ଭିତରେ ଗଲା, ଆଉ ସେ ମଣ୍ଡଳୀ ତାଙ୍କୁ କାଢି ବି ଦେଲେ। ମତେ ବହୁତ କଷ୍ଟ ଲାଗୁଥିଲା। କେତେ ଗୋଟେ ପାଳକ ସେଠି, ସେ ପାଳକ କାନ୍ଦିକି ବିଦାୟ ନେଇଗଲେ। ମୁଁ ପରେ ଖବର ପାଇଲି, ଆଉ ପାଳକ ସେଠୁ କାନ୍ଦି ଯାଇଛନ୍ତି। କେତେ ବଡ ମଣ୍ଡଳୀ ପାଇଁ ଗୋଟେ ଏଟା ପ୍ରଭୁଙ୍କର କ'ଣ ହବ ମୁଁ ଜାଣିନାହିଁ। ଆଉ ଈଶ୍ୱରଙ୍କ ଅନୁଗ୍ରହ ଚାଲିଛି, କିନ୍ତୁ ଏଟା ବହୁତ ବଡ ବିପଦ ହେଇପାରେ। ଆମେ ପାଳକଙ୍କୁ ପ୍ରଶଂସା କରିବା ଅଛି, ତାଙ୍କର କଥାକୁ, ତାଙ୍କର ସମସ୍ତ ବିଷୟକୁ ଆମମାନଙ୍କୁ ପ୍ରଶଂସା କରିବାର ଅଛି। ଏଇଟା ହଉଛି ଆମମାନଙ୍କର ଦାୟିତ୍ୱ, ଏଇଟା ଗୋଟେ ଖ୍ରୀଷ୍ଟ ଜୀବନର ଦାୟିତ୍ୱ।
आमने सम्मान देवा सहित कथबार्ता सब विषय को आमने प्रशंसा कर सुंदर आम यहीटा हूँ द्वितीय कर्तव्य आम पालक को प्रशंसा करवा। तृतीय देखू आमने पालक आमने प्रार्थना कारण आम प्रार्थना द्वारा से आत्मिक भाव बलिष्ठ हे अनेक समय ख्रीष्टीय परिवार मानक मंडली मानक सब चली सब तो पालक बेले बेले प्रार्थना कर भूली जाता बहुत जगह हुए किंतु अनेक स्थान देखी परिवार मानक सब विषय प्रार्थना कर पालकों को विषय प्रार्थना कर कारण आम प्रार्थना से बलिष्ठ आत्मिक बलिष्ठ तेणुक आम कर्तव्य आम सम्मान देवा प्रशंसा करवा निमंत्रण प्रार्थना कर लिखा जाए प्रेरित तार 12 पर्व 5 पद लिखा जाए विषय प्रेरित 12 पर्व 5 पद लिखा जाए तब आम प्रार्थना सब प्रार्थना कर सम्मान देवा सहित आम प्रशंसा करने सहित प्रार्थना निहाती आवश्यक बहुत बड़ विषय प्रार्थना बहुत बड़ विषय प्रार्थना बिना से केवल आत्मिक बढ़ी पारे नहीं तेणुक दिन मानक आम को प्रार्थना कर निमंते आम कर्तव्य तृतीय कर्तव्य आम निमंते प्रार्थना कर अनेक समय मो लाइफ रे आम जिते आगुर जो मैंने पालक थे माने 3टा मो ये 4 जन गले पालक किंतु प्रार्थना करे जो भी था प्रार्थना करे रिसेंट बर्तमान जो अच्छा प्रार्थना डेली मो प्रार्थना सकाल प्रार्थना आम परिवार प्रार्थना कहूँ चाहूँ साक्षी हिसाब से पुराणा जो मैंने प्रार्थना कर गोटे पास्टर थे हेमंत जेना रेवरेंड हेमंत जेना बोली मंडली 20 वर्ष रही जदि अनेक विषय शिखी कारण सब पाखे थाए सब सहित जुआड़ सी जी मत नहीं जाती छोट बेलू जेहेतु 20 वर्ष थे से समय शिखुली वाक्य द्वारा अनेक अनुप्राणित डेली प्रार्थना केवे भी मिस करे पूर्व आउ जड़े थे बहुत कम मोर पूरा कॉलेज कैरियर मो से समय जेहेतु आम घर पास्टर क्वार्टर पाखापाखि सब पाखापाखि जिते बालक मैंने आसती आम मंडली की रही से मुझे आज्ञा को पिपुड़ी कामुड़े मुझे दायी बोली कही था सब तेणुक जेहेतु पाखापाखि रुए सब किसी शिखी था अनेक आशीर्वाद मुझे वाक्य आज मुझे कहूँ इच्छा कली पालक को सम्मान देवा पालक को प्रशंसा करवा प्रार्थना करवा निश्चय प्रभु आम आशीर्वाद कारण लोक मान प्रार्थना अनेक आवश्यकता आशीर्वाद आम परिवार प्रति अनेक जन पालक को सम्मान दिखते ना प्रशंसा करते ना प्रार्थना तो करते ना जद्वारा आम जीवन के आम उन्नति पार तेणुक आज आम कर्तव्य गोटे ख्रीष्टीय परिवार गोटे ख्रीष्टीय जीवन मंडली प्रथम कर्तव्य हूँ पालक मान सम्मान देवा अनेक मंडली पालक मान कथा सम्मान दि जाए नहीं से प्रार्थना मत कराए ना प्रशंसा कराए नहीं बहुत जन देखी बहुत जन पालक को बचसा कर बहुत कष्ट लगे जापारती ना आम कौन कहूँ अनेक समय आम मंडली बेले बेले अन्य मंडली देखी पालक ना से बचसा कर जापार ना भावे कौन मैंने कहते जापार किंतु प्रभु ये कथा चाहते आम भूल केवे करवा ना आम पालक कर्तव्य आम पालक प्रति आम अनेक कर्तव्य अच्छे कितु ये सब मुख्य कर्तव्य अटे आम सम्मान देवा प्रशंसा करा प्रार्थना बहुत बड़ विषय अटे प्रार्थना निहाती आवश्यक आम मंडल जी भी पालक था आम प्रार्थना करा कर्तव्य अटे यहाँ बड़ कर्तव्य प्रार्थना करवा सहित ठिया हूँ मुझे कहती सहित सब ठिया होते आज बहुत माने मोर जीवन प्रभु पाखे समर्पित दिन मत कहते ताड़ना हम आम कथा पड़ता से मत कहते जो मैंने ताड़ना बेले बाइबल को गोड़ थोई दौरान बाइबल फोपाड़ा गले फोपाड़ी दौरान एम सब कहले मुझे कहली आम घरे मुझे गोटे कथा कहली
ଦେଖ ଯେତେବେଳେ ଯେବେ ବି ମୁଁ ଥାଏ ନଥାଏ, ଯଦି ବଞ୍ଚି ଥାଏ କି ମରିଥାଏ କି ମୁଁ ଜାଣିନି, ଯଦି କେବେ ତାଡନା ହୁଏ, ଯଦି ସେମାନେ ଗୋଟେ ଠାକୁର ମୂର୍ତ୍ତି ଆଣି କହନ୍ତି ମୁଣ୍ଡିଆ ମାର କି ତମକୁ କହନ୍ତି ବାଇବେଲ ଫୋପାଡ, କେବେ ବି ଫୋପାଡ଼ିବନି। ଯଦି ମୁଣ୍ଡିଆ ମାରିଲା ପରେ ତମ ବେକକୁ କାଟିଦେଲେ କଣ ହବ? ତେଣୁକରି କେବେ ବି ମୁଁ ଏଇଟା ମୁଁ ଶିଖିଛି ଆମ ପାଳକ ଆଜ୍ଞା ପୁରୁଣା ଆଜ୍ଞା ଯୋଉ ଥିଲେ ଆମ 20 ବର୍ଷ ପାଳକ ଥିଲେ, ସେ ସବୁବେଳେ କହନ୍ତି କେବେ ବି ପ୍ରଭୁଙ୍କୁ ପରିତ୍ୟାଗ କରେ, ମୁଣ୍ଡ କଟିଯାଉ କଣ କେବେ ପରିତ୍ୟାଗ କରେନି। ତେଣୁ ଆମେ ସବୁବେଳେ ତାଙ୍କ ସହିତ ଠିଆ ହବା ମୋ ପ୍ରିୟମାନେ, ଆମେ ଅନେକ ଆସେ ଦିଶାୟ ତାର 63 ପର୍ବ 3 ପଦ ଲେଖାଯାଏ, ପାଳଙ୍କ ସହିତ ଠିଆ ହୁଅନ୍ତୁ ବୋଲି କରେ। ଆମେ ଅନେକ ଜଣ ଅଛନ୍ତି ପାଳଙ୍କ ପାଖକୁ ଆସିକି ଡରନ୍ତି, ମୁଁ ଜାଣିନାହିଁ କଣ ପାଇଁ, କିନ୍ତୁ ଆମର ମଣ୍ଡଳୀରେ କହନ୍ତି ମିଶାଲ ଭାଇ ତ ସବୁବେଳେ ପାଳଙ୍କ ସଙ୍ଗେ ସଙ୍ଗେ ଅଛନ୍ତି, ମତେ ଥଟ୍ଟା କରନ୍ତି ବେଳେ ବେଳେ ମୋ ସାଙ୍ଗମାନେ ଅନ୍ୟମାନେ, ମୁଁ ସେଟା କିନ୍ତୁ ଇଏ କରେନି। ମୁଁ ଜାଣିଛି ତାଙ୍କ ଆତ୍ମିକ ଲୋକମାନଙ୍କ ପାଖକୁ ଗଲେ ଆମେ ଆତ୍ମିକ ବିଷୟ ଶିଖିବା, ଅନ୍ୟ ପାଖରେ ବସିଲେ ସେଟା ହବନି ମୋ ପ୍ରିୟମାନେ। ଯେତେବେଳେ ଆତ୍ମିକ ଲୋକମାନଙ୍କ ପାଖରେ ବସିବା, ଆତ୍ମିକ ଲୋକମାନଙ୍କ ପାଖକୁ ଯିବା, ଆମେ ଆତ୍ମିକତାରେ ବଢିବା ମୋ ପ୍ରିୟମାନେ। ତେଣୁକରି ଆଞ୍ଚଳିକ ପାଳଙ୍କ ପାଖରେ ଠିଆ ହେବା ଏଇଟା ହଉଛି ଆମର କର୍ତ୍ତବ୍ୟ, ଆଉ ତାର ଆଶୀର୍ବାଦ ପ୍ରଚୁର ଅଛି ମୋ ପ୍ରିୟମାନେ। ତେଣୁକରି ଆମ ନିଜର ମାନଙ୍କରେ ତାଙ୍କ ସଙ୍ଗେ ସଙ୍ଗେ ତାଙ୍କ ସହିତ କଥା ବୁଝିବା, ତାଙ୍କ ସହିତ ଠିଆ ହେବା, ତାଙ୍କ ସହିତ ଚାଲିବାର ଅଛି ମୋ ପ୍ରିୟମାନେ। ଯଦି ଆମେ ଏଇଟା ହଉଛି ଗୋଟେ ଖ୍ରୀଷ୍ଟ ଜୀବନର କର୍ତ୍ତବ୍ୟ ଅଟେ ମୋ ପ୍ରିୟମାନେ। ସବୁବେଳେ ଆମେ ତାଙ୍କ ସଙ୍ଗେ ସଙ୍ଗେ ରହିବା ମୋ ପ୍ରିୟମାନେ। ସିଏ ବି ଆମ ମଣ୍ଡଳରେ ଆମେ 3-4ଟା ପାଳ ଗଲେଣି, ଆମେ ମୁଁ ସବୁବେଳେ ପାଳକଙ୍କ ପାଖେ ପାଖେ ଥାଏ, ସେ ଯୁଆଡେ ଯାଆନ୍ତି ମତେ ସେ ଡାକନ୍ତି, ଯଦି ବି ନ ଡାକିଥିବେ ମୁଁ ବେଳେ ବେଳେ ଆଜ୍ଞା କାହିଁ ପଳେଇଲେ ମତେ କାହିଁ କହିଲୁନି ବୋଲି କହିଥାଏ, କାରଣ ମୁଁ ଜାଣିଛି ତାଙ୍କ ସଙ୍ଗରେ ଚାଲିଲେ, ତାଙ୍କ ସହିତ ଠିଆ ହେଲେ ମୁଁ ମଧ୍ୟ ଅନେକ ବିଷୟ ଶିଖିପାରିବି। ମୁଁ ଅନେକ ସମୟରେ ପାଳକଙ୍କୁ ଯାହା ଶିକ୍ଷା ଦିଅନ୍ତି, ପାଳକ ଯାହା କଥା କହନ୍ତି, ଆଉ ମୁଁ ସେସବୁ ନୋଟ୍ କରିଥାଏ, ଆଉ ଯଦ୍ୱାରା ମୁଁ ମଧ୍ୟ ବେଳେ ବେଳେ ସେଇ ନୋଟକୁ ମୋର ଯୋଉ ବାକ୍ୟ ତିଆରି କରେ ତା ଭିତରେ ମଧ୍ୟ ଆଡ୍ କରିଥାଏ। ଆଉ ତେଣୁକରି ଆମର ଯେତେ ସମୟ ପାଳକଙ୍କ ପାଇଁ ଠିଆ ହୁଏ, ଏଇଟା ହଉଛି ଆମର କର୍ତ୍ତବ୍ୟ, ଆମେ ମଧ୍ୟ ଏଥିରେ ଆଶୀର୍ବାଦ ପ୍ରାପ୍ତ କରିବା ଆମ ପ୍ରିୟମାନେ। ଆଉ ପଞ୍ଚମରେ ଦେଖିବା, ପାଳକଙ୍କ ପାଇଁ ଚିନ୍ତା କରନ୍ତୁ, ଚିନ୍ତା କର, ସେମାନେ ତାଙ୍କ ପାଇଁ ଆମଙ୍କର କର୍ତ୍ତବ୍ୟ, ଚିନ୍ତାର କର୍ତ୍ତବ୍ୟ ଆମଙ୍କର ରହିଛି। ଆମମାନେ ପାଳକଙ୍କ ପାଇଁ ମଧ୍ୟ ଚିନ୍ତା କରିବାର ଅଛି। ଏ ଦିନ ମାନଙ୍କରେ ଆମମାନେ ଅନେକ ଦେଖେ ମୁଁ ସେମାନେ ପାଳକ ମଧ୍ୟ ଚିନ୍ତା ନଥାଏ ମୋ ପ୍ରିୟମାନେ। କହୁଥିଲି ସେ କେମିତି ରହିଲେ, କଣ ଖାଇଲେ, କଣ ପିଇଲେ, କେମିତି କଣ ତାଙ୍କ ରୋଗ କଣ ହୁଏ, କଣ ସବୁ ହୁଏ, ଆମେ ସବୁବେଳେ ଚିନ୍ତା କରିବାର ଅଛି ମୋ ପ୍ରିୟମାନେ। ମୁଁ ମୋ ଲାଇଫର ମୁଁ ସବୁ ତାଙ୍କ ପାଇଁ ମୁଁ ସବୁବେଳେ କୁହେ ଆଜ୍ଞାଙ୍କୁ ପିମ୍ପୁଡ଼ି କାମୁଡ଼ିଥାଏ ବୋଲି ମୁଁ କହିଥାଏ, ଏଇଟା ମୋର ସବୁବେଳେ ମୋ କଥା ରହିଥାଏ ମୋ ପ୍ରିୟମାନେ। ଆମମାନେ ଚିନ୍ତା କରିଥାଉ। ଏବେ ଦିନେ କହୁଥିଲି ନା ଜାଣିନି, ଆଉ ରାତି 3ଟାରେ ଆମ ଦିଦିଙ୍କର ଦେହ ହଠାତ୍ ଖରାପ ହେଇଗଲା। ଆଉ ସେତେବେଳେ ବର୍ଷା ହଉଥାଏ ରାତିରେ, ଆଉ ଜୋରେ ବର୍ଷା ହଉଥାଏ, ଆଉ ଆଜ୍ଞା ମତେ ଡରିକି ଆଉ କିଛି ବିକାଲେ ଫୋନ କଲେ ଉଠିବ ଆସିବେ କି ନାହିଁ ମୁଁ ଜାଣିନି, ମତେ ଭାବିକି 3:30 ରାତିରେ ଫୋନ ମାରିଲେ। 3:30 ରାତିରେ ଯେତେବେଳେ ଫୋନ ମାରୁଛନ୍ତି ମୁଁ ଭାବିଲି କିଛି ଗୋଟେ ଘଟଣା ଘଟିଛି ନା, 3:30 ରାତିରେ ଆଜ୍ଞା କାହିଁ ଫୋନ ମାରୁଛନ୍ତି। ଆଉ ମୁଁ ଉଠିକି ଆଉ ହାଲୋ ଆଜ୍ଞା କହିଲି, ଆଉ ଦିଦିଙ୍କ ଦେହ ଅତି ସିରିୟସ୍, ଆଉ ମେଡିସିନ ନିହାତି ଗୋଟେ ତାଙ୍କର ପ୍ରାୟ ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ ତାଙ୍କର ଟିକେ ଅଛି, ଆଉ ସେମିତି ମାନେ ଆକ୍ସନ ତାଙ୍କର ଅଚିତ ସମୟରେ ହବ, ଆଉ ଡରିଯିବେ ଯେ ଦେଖିଲେ, କାରଣ ସେ ଇଞ୍ଜେକ୍ସନଟା କଣ ନା କଣ ସେ ଇଞ୍ଜେକ୍ସନ ଗୋଟେ ମେଡିସିନ ପନ୍ଦରା, ଆଉ ସେଇ ଇଞ୍ଜେକ୍ସନଟା ଦେଇଦେଲେ ସେ ଠିକ ହେଇଯିବେ। ଆଉ ତେଣୁକରି ସେ ଇଞ୍ଜେକ୍ସନଟା ଆମ ଘରଠୁ ପ୍ରାୟ 4 କିଲୋମିଟର ସେ ମେଡିସିନ ଷ୍ଟୋର, ଆଉ ସେଠିକି ମତେ କହିଲେ ଆଜ୍ଞା କଣ କରିବା, ଆଉ ସିଏ ତ ଆପଣଙ୍କ ସାଙ୍ଗ, ଆପଣ ଟିକେ ଫୋନ କଲେ ସେ ଉଠେଇବ, ଆଉ ସେ ବି ସେ ମେଡିସିନ ଷ୍ଟୋର ବି ପାଷ୍ଟରଙ୍କୁ ଜାଣିଛି, ଆଉ ସେ ଆଜ୍ଞାଙ୍କୁ ନାଁ କହିଲେ ସେ ସାଙ୍ଗେ ସାଙ୍ଗେ ଆସିବ, ମୋର ବି ବିଶ୍ୱାସ ଥିଲା। ଆଉ ମୁଁ ସାଙ୍ଗେ ସାଙ୍ଗେ ତାକୁ ଫୋନ କଲି, ଆଉ ଯେତେବେଳେ ଫୋନ କରୁଛି ଆଉ ସେ କହିଲା କଣ ହେଲା, ମୁଁ କହିଲି ନାଇଁ ଆଜ୍ଞାଙ୍କ ଦିଦିଙ୍କ ଦେହ ଟିକେ ଭଲ ନାହିଁ, ଆଉ ଆସିପାରିବ କି? ସେ କହିଲା ହଁ ମୁଁ ନିଶ୍ଚୟ ଯିବି। ତା ଘର ପୁଣି 2 କିଲୋମିଟର ସେ ମେଡିସିନ ଷ୍ଟୋର, ଆଉ ସେ ରାତି 3:30 4ଟା ବାଜିବ ଯାଉଥାଏ, ଆଉ ସେ ଆସିଲା। ଆଉ ମୁଁ ଯେତେବେଳେ ପ୍ରଥମେ ଯାଉଛି ଆଉ ଦେଖିଲା ବେଳକୁ ଆମର ସେଇ ତାଙ୍କର ସେ ମେଡିସିନ ଷ୍ଟୋରକୁ ଯିବା ପାଇଁ ଯୋଉ ଗାଁଟା ପଡିବ ଆଉ ଆମ ଗାଁ ବିଚ୍ଛିନ୍ନ ହେଇଯାଇଛି, କାରଣ ରାତିରେ ଏତେ ବର୍ଷା ହେଇଛି, ଆଉ ସେ ରାସ୍ତା ବୁଡି ଯାଇଛି। ଆଉ ରେଲ ଲାଇନ ସାଇଡରେ ରେଲ ଲାଇନ ଯାଇ ସେ କରରେ ଆମେ କଣ କରୁଛୁ, ରାସ୍ତା ପୁରା ପାଣି ବୁଡି ଯାଉଛି, ପୁରା ମାନେ ପୁରୁଷ ପାଣିର ବୁଡିକି ରାସ୍ତା ଯାଉଛି। ଆଉ ମୁଁ କଣ କରି କେମିତି ଯିବି ସେପଟୁ, ଆଉ ପୁଣି କଣ କଲି ଗାଡି ସେଠି ଥୋଇଦେଲି, ଆଉ ସେଇ ଜଣଙ୍କ ଘର ପିଣ୍ଡାରେ ସାଇଡରେ ଥୋଇ ଦେଇକି ଆଉ ରେଲ ଲାଇନ ଉପରେ ଚାଲି ଚାଲି ମୁଁ ଖାଲି ପ୍ରାର୍ଥନା କରୁଥାଏ, ପ୍ରଭୁ ଏ ସମୟରେ ଟ୍ରେନ ନ ଆସୁ। ସେ ପୁଣି ଅନ୍ଧାର କିଟକିଟ ହେଇଛି ସେତେବେଳକୁ, ଆଉ ଶୀତ ଦିନ ଥାଏ, ହଠାତ୍ ଲଘୁଚାପ ଜନିତ ବର୍ଷା ହେଇଥିଲା ସେଥରକ, ଏଇ ବର୍ଷ ତଳ କଥା କହୁଛି। ଆଉ ସେ ଉପରେ ଚାଲି 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 ପ୍ରାୟ 1 କିଲୋମିଟର ମତେ ଚାଲିବାକୁ ପଡିଲା, ରେଲ ଲାଇନ ଉପରେ ଗଲି, ଆଉ ସେ ପୁଣି ସେପଟୁ ଖସିକି ତାଙ୍କ ଗାଁ ପାଖରେ ଖସିଲି, ଆସି ମେଡିସିନ ଷ୍ଟୋରକୁ ଗଲି। ଆଉ ସେ ଆସିକି ମତେ ଫୋନ ମାରୁଛି କୁଆଡେ ଗଲ, ଏମିତି ଅସୁବିଧା ହେଇଛି, ମୁଁ ଟ୍ରେନ ଲାଇନ ଚାଲି ଚାଲି ଯାଉଛି ବୋଲି।
कि से मेडिसिन स्टोर मेडिसिन आने पुणी ट्रेन लाइन पर पुणी प्रार्थना करी आसिली प्रभु ए समय ट्रेन न आसु कारण ए ट्रैक से ट्रैक मझे खाल बहुत खाल अच्छी मझे खाल सेपटू जाई हबनी कि एपटू भी आसी हबनी ए सिचुएशन से हमर से ट्रेन लाइन ट्रैक आइछि आ ट्रेन आसियो मु कुआछि को करु छिड़ाई परबिन तेणुक पुणी प्रार्थना करी आसिली पुणी एपटे आसी पारि जाओ नहीं आसी कहूँ चाहे मो मैंने यहाँ मो फुटाणी कथा गोटे साक्ष्य अटे मोर आम मैंने बालक चिंता कर मेडिसिन आनिक देली इंजेक्शन मतलब आम से जड़े नर्स दीदी आम गाँव रुहते आम जड़े बो सी मत आस इंजेक्शन देले दीदी सुस्थ हेले तेणुक आम मैंने चिंता आम सब बालक मत चिंता करार अच्छे मत मैंने तेणुक प्रभु ये कथा क्या चाहती आम जो बालक रखीचु आम कर्तव्य मत अनेक रही मैंने से हम देखु सम्मान देवार अच्छी प्रशंसा करार अच्छी प्रार्थना करार अच्छी पुणी सहित ठिया हो सहित चिंता करार अच्छी मैंने जद्वारा से आम को आत्मिकता सब आम सी मत कही था पिला आम प्रार्थना करवा बालक असुस्थ हो समस्त मंडली असुस्थ हो आत्मिक भाव में आम असुस्थ मैंने तेणुक आम चिंता करा चिंता करार प्रार्थना करार अच्छी से असुस्थ हे सब अनुष्ठान असुस्थ हो संपूर्ण मंडली तो असुस्थ हो तेणुक आम मैंने सीरियस भाव पिला आज्ञा प्रार्थना करिया सब आम जो प्रार्थना प्रेयर रिक्वेस्ट होता प्रार्थना जो संध्या थाए लास्ट शनिवार प्रार्थना थाए से विषय आम बालक निमंते विशेष प्रार्थना कर से कथा कही थाए से असुस्थ हे आम असुस्थ हो पड़ा तेणुक आम सब चिंता करा प्रार्थना करार अच्छी आ शेष कथा कहूँ चाहे शुभनी निवेदिता भौणी म्यूट कर दीदी मो दीदी निवेदिता मो भौणी निवेदिता भौणी दीदी म्यूट कर मो निज भौणी निवेदिता बालक मानकर परामर्श नियंतु मैंने अनेक समय आम मैंने बिना बालक परामर्श कार्य करद्वारा फेलुअर हबार चांस थाए मैंने अनेक समय मंडली बालक परामर्श नहीं जाए ना मंडली रखी दी परामर्शदाता भाव में किंतु दिने हेले भी मंडली कौन कार्य मंडली बालक परामर्श नहीं आज प्रभु ये कथा क्या चाहती मतलब आम कर्तव्य आम मैंने परामर्श मत नबार अच्छी बालक परामर्श बहुत बड़ा आवश्यक अटे मैंने प्रार्थना परामर्श ये सब आम जीवन आशीर्वाद अटे तेणुक प्रभु आज ये कथा कह चाहती देखी अनेक जगह मंडली बालक परामर्श नि जाए ना मंडली निजे निजे सब डिसीजन निजे निजे सब कार्य करता नामक मात्र कौन बालक परामर्शदाता मुझे आम इलेक्शन होता परामर्शदाता किए बोली समस्ते नाई 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 होते लास्ट बालक परामर्शदाता बोली रखी कहले मुझे सांगे सांगे ऑब्जेक्शन कली बोल ना बालक को आम कहीं रखा तो परामर्श तुम नौ मुझे जानी के तुम नबनी कहीं रख तुम बेकार नगमा रखिए कि मना कर कारण बालक परामर्श जानी ने ना खाली नामक मात्र कि आम कर्तव्य गोटे ख्रीष्ट परिवार गोटे ख्रीष्ट मंडली गोटे ख्रीष्ट व्यक्ति यहाँ हूँ कर्तव्य परामर्श नबार आवश्यकता अच्छी यहाँ आम कर्तव्य अटे आम परामर्श ना आज्ञा हिसाब से काम कार्य देखिए आप निश्चय समस्त कार्य करें अनेक आशीर्वाद आसो प्रभु ये कथा क्या चाहती आम प्रथम देखिलु सम्मान देवा आम कर्तव्य द्वितीय देखिलु प्रशंसा करवा तृतीय देखिलु प्रार्थना पालक प्रार्थना करवा पालक सहित ठिया पुणी पालक चिंता कर द्वितीय राजावली 4 पर्व 8 पद लिखा जाए चिंता करिया विषय द्वितीय राजावली 4 पर्व 8 पद लिखा जाए पुणी बालक परामर्श नबार आवश्यकता अच्छी तेणुक दिन मन आम प्रभु ही कथा कहूँ चाहते आम कर्तव्य सब आम कर्तव्य आम मैंने निहाती कर आवश्यकता अच्छी आम करवा निश्चय आम परिवार आम मंडली आम व्यक्तिगत जीवन आशीर्वाद प्राप्त हो यही अल्प शिक्षा आशीर्वाद करंतु मुझे प्रिपेयर नथी यदि किसी भूल था क्षमा देवे प्रेज द लॉर्ड दीदी प्रेज द लॉर्ड आमेन प्रभु का नाम धन्यवाद हो आम आवश्यकता जानी
ମିଖାଇଲ ଭାଇ ସୁନ୍ଦର ଭାବେ ଆମମାନଙ୍କର ଆତ୍ମିକ ଆହାର ପ୍ରଦାନ କରିଅଛନ୍ତି। ପ୍ରକୃତରେ ଆମମାନେ ପାଳକମାନଙ୍କୁ ସମ୍ମାନ ଦେବା ଏହା ଆମମାନଙ୍କୁ ପ୍ରଭୁ ଶିଖାଇ ଅଛନ୍ତି। ଏଥି ନିମନ୍ତେ ପ୍ରଭୁଙ୍କ ନାମ ଧନ୍ୟବାଦ। ଆଉ ପାଳକ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆଉ ତାଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଆଉ ତାଙ୍କ ସପରିବାରକୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆମେନ୍ ଆସନ୍ତୁ ଆମେନ୍ ଆମେନ୍। ବର୍ତ୍ତମାନ